ଅଞ୍ଚଳର 6ଟି ଗାଁ ଦୀର୍ଘ 45 ବର୍ଷ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା। ନା ଥିଲା ଗମନାଗମନ ସୁବିଧା, ନା ମିଳୁଥିଲା ସରକାରୀ ଯୋଜନା। ଦୀର୍ଘ ବର୍ଷ ଧରି ଦାବି ପରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବାଲିଆଗୁଡ଼ା ଠାରୁ ମାଝିଗୁଡ଼ା ପର୍ଯ୍ୟନ୍ତ 4 କିଲୋମିଟର ରାସ୍ତା 2,60,00,000 ଟଙ୍କାରେ 2021-22ରେ ପାରିତ ହୋଇଥିଲା। ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏବେ ତରବରିଆ ଭାବେ ପିଚୁ କାମ ଚାଲୁଛି। ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ଯେ ହାତ ମାରିଲେ ରାସ୍ତା ଉପାଡ଼ି ହୋଇଯାଉଛି, ଯାହାକୁ ନେଇ ଆଜି ଦିନ 2ଟା ସମୟରେ ଗ୍ରାମବାସୀ ବିରୋଧ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ କାମକୁ ନେଇ ଯଦି ଉଚ୍ଚମାନର ତଦନ୍ତ କରା ନଯାଏ ତେବେ ରାଜରାସ୍ତାରେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଆଜ୍ଞା, ମୋ ନାଁ ହେଉଛି ତ୍ରିପତି ଜାନି, ବଡ଼କେନ୍ଦା ପଞ୍ଚାୟତର ସରପଞ୍ଚ। ଆଜ୍ଞା, ଏ ରାସ୍ତାଟା ଆଜ୍ଞା ସରକାର ତରଫରୁ ଯଦି ଆସିଛି ଲୋକଙ୍କର ଉନ୍ନତି ପାଇଁ, ଉନ୍ନତି ଯୋଜନା ହିସାବରେ ଲୋକଙ୍କ ମେନ୍ ଲୋକମାନଙ୍କର ଇଏ ଯୋଉ ଇଚ୍ଛାଟା ନେଇକି ଆଜ୍ଞା ଟିକେ ମଳି ଯାଇଛି, କାହିଁକି କାମଟା ମଜବୁତ ହେଉନାହିଁ ବୋଲି ଲୋକ କହୁଛନ୍ତି। ରାସ୍ତାଟା ଟିକେ ଉନ୍ନତ ଧରଣ ହେଇଥିଲେ ଲୋକ ଖୁସି ହେଇଥାନ୍ତେ। ଆମ ସମୟରେ ତ ଆଜ୍ଞା ଗମନାଗମନ ନଥିଲା, ସୁବିଧା ନଥିଲା, ପାହାଡ଼ିଆ ଅଞ୍ଚଳ ଥିଲା। ଆଉ ବର୍ତ୍ତମାନ ନୂଆ ସରକାର ଆସିଲା ପରେ ଲୋକମାନେ ନୂଆ ସ୍ୱପ୍ନ ଦେଖିଲା ବେଳେ ଦେଖିଛନ୍ତି ଆମ ଗାଁରେ ଗୋଟେ ନୂଆ ରାସ୍ତା ଆସିଲା ବୋଲି ଖୁସିରେ ଅଛନ୍ତି। କିନ୍ତୁ ଯୋଉ ରାସ୍ତା ତିଆରି କାମ ଦେଖିକି ଲୋକଙ୍କର ମନଟା ଟିକେ ମଳି ଯାଇଛି, ତାଙ୍କର ଇଚ୍ଛା ଟିକେ ରାସ୍ତା କାମଟା ଟିକେ ମଜବୁତ ହେବା ଆବଶ୍ୟକ ଅଛି ଆଜ୍ଞା। ହଁ ସାର୍, ହଁ ଆଜ୍ଞା, ହଁ ପାଇପାରିଥାନ୍ତେ, ଲୋକମାନଙ୍କର ଗମନାଗମନ ସୁବିଧା ହେଇଥାନ୍ତା। କାହିଁକି କେତେବେଳେ ମନେକର କୌଣସି ଲୋକଙ୍କର ମେଡିକାଲ କାମ ପଡ଼ିଲା, କି ମନେକର ଛୋଟ ପିଲା ଛୁଆ ସ୍କୁଲକୁ ଯିବା ଆସିବା, କି ଆମର ଯୋଉ ନଳକୂପ ଯଦି ଖରାପ ହେଲା, ନଳକୂପ ଗାଡ଼ି ମଧ୍ୟ ଯିବା ଆସିବା କରିବା ପାଇଁ ସୁବିଧା ହେଇଥାନ୍ତା ସାର୍। 45 ବର୍ଷ ପରେ ନିର୍ମାଣ